ଗ୍ୟାସ୍ କଟରେ ଏଟିଏମ୍ କାଟି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଜଡ଼ାମ୍ବ ଛକରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ଆସିଛି। ତେବେ ଲୁଟାରେମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ୍ ସଟର ଚାବିକୁ କାଟି ଭିତରକୁ ପ୍ରବେଶ କରିଥିଲେ। ପରେ ଲୁଟାରେମାନେ ଏଟିଏମ୍ କାଟି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ। ତେବେ ଏହି ସମ୍ପର୍କରେ ଘର ମାଲିକଙ୍କୁ ଏଟିଏମ୍ ଅଫିସରୁ ଫୋନ୍ ଆସିଥିଲା। ତେବେ ସେ ଲୋକଙ୍କୁ ଡକାଡକି କରି ଘର ବାହାରକୁ ଆସିଲା ବେଳକୁ ଲୁଟାରେମାନେ ପୁଣି ସଟର ଟାଣି ଫେରାର ହୋଇଯାଇଥିଲେ। ତେବେ ଗତ ଶନିବାର ଦିନ ଟଙ୍କା ଭର୍ତ୍ତି ହୋଇଥିଲା ବେଳେ ଏଟିଏମ୍ରେ କେତେ ଟଙ୍କା ଥିଲା ସ୍ପଷ୍ଟ ଜଣାପଡ଼ି ନାହିଁ। ସୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।